ଶୁଣ ସେ ଯୋଉ ପଣ୍ଡିତ ଜବାହରଲାଲ ନେହେରୁ ଯୋଉ ଥିଲେ ସେ କଣ କରୁଥିଲେ ଶିଶୁମାନଙ୍କୁ ଅଧିକ ଭଲ ପାଉଥିଲେ ମାନେ ତାଙ୍କର ମନରେ ଗୋଟେ ଭାବନା ଥିଲା ଶିଶୁଟି ଯଦି ଚାହିଁବ ଦେଶର ଅଭିବୃଦ୍ଧି ହେଇପାରିବ ମାନେ ସେମାନେ ହେଉଛନ୍ତି ଭବିଷ୍ୟତର ନାଗରିକ ଯୋଉ ଶିଶୁମାନେ ଅଛନ୍ତି ସେମାନେ ଆମର ଦେଶକୁ ଅଭିବୃଦ୍ଧି କରିବାକୁ ହେଲେ ଦେଶକୁ ଆଗକୁ ନେବାକୁ ହେଲେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯଦି ଶିଶୁଟି ତାର କର୍ମମୟ ଜୀବନ ଯୋଉ ପାଠ ପଢା ସମୟଟା ଯଦି ଭଲ ଭାବରେ ଅତିବାହିତ କରିବ ଭଲ ପାଠ ପଢିବ ଶୃଙ୍ଖଳିତ ଜୀବନ ଯାପନ ଯେମିତି ସିଏ ଡିସିପ୍ଲିନ ମେଣ୍ଟେନ କରିବ ସବୁ ଜିନିଷ ଜାଣିବ ସବୁ ପାଠ ପଢିବ ବଡମାନଙ୍କର କଥା ମାନିବ ଠିକ ଟାଇମରେ ଯୋଉ କାମ କରିବା କଥା ସେ କାମ କରିବ ତମମାନଙ୍କର କାମ କଣ ଅଛି ଠିକ ଟାଇମରେ ସ୍କୁଲ ଆସିବ ପାଠ ପଢିବ ବଡମାନଙ୍କର କଥା ଶୁଣିବ ଏବେ ଦେଶ ଯୋଉ ଆଗେଇ ଯାଇଛି ସେଟା ସେମାନେ ଭୂମିକା କାହାର ଭୂମିକା ରହୁଛି ତୁମେ ମାନେ ସମସ୍ତେ ଯୋଉ ଶିଶୁମାନେ ଅଛନ୍ତି ସେମାନେ ପାଠ ପଢୁଛନ୍ତି ଭଲ ପାଠ ପଢି ଭଲ ସୁନାମ ଅର୍ଜନ କରୁଛନ୍ତି ଗାଁର ଦେଶର ସ୍କୁଲର ଯେମିତି ସେମାନେ ଯୋଉ ଯେତେ ଏବେ ଯୋଉ ସଫ୍ଟୱେର ଦୁନିଆ ହେଇଛି ଦେଖିବ ତମେ